ଆସନ୍ତୁ ପିଲାମାନେ, ଆଜି ଆମେ ଜାଣିବା ଗପ ମାଧ୍ୟମରେ ସମ୍ବଳ କାହାକୁ କୁହାଯାଏ। ମାଙ୍କୁ ଘର ସଜାଡ଼ିବାରେ ଝିଅ ମାନା ଓ ପୁଅ ଅଂଶୁ ସାହାଯ୍ୟ କରୁଥାନ୍ତି। ମାନା ଅଂଶୁକୁ କହିଲା, ଦେଖ, ଲୁଗାପଟା, ବାସନକୁସନ, ଧାନ ଚାଉଳ, ପାନିଆ, ଚେୟାର, ଟେବୁଲ, ବହିପତ୍ର ଆଦି ସବୁଯାକ ଜିନିଷ ଆମର କିଛି ନା କିଛି ବ୍ୟବହାରରେ ଲାଗୁଛି। ସେଥିପାଇଁ ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ମା କହିଲେ, ଏଗୁଡ଼ିକ ହିଁ ସମ୍ବଳ। ମା, ସମ୍ବଳ କ'ଣ? ଅଂଶୁ ପଚାରିଲା। ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ବ୍ୟବହାର କରୁଥିବା ପଦାର୍ଥଗୁଡ଼ିକ ହିଁ ସମ୍ବଳ। ମା ଉତ୍ତର ଦେଲେ। ତୁ ତୋ ଚାରିଆଡ଼ୁ ଲକ୍ଷ୍ୟ କଲେ ବିଭିନ୍ନ ପ୍ରକାର ସମ୍ବଳ ସମ୍ବନ୍ଧରେ ଜାଣିପାରିବୁ। ଶୋଷ ମେଣ୍ଟାଇବା ପାଇଁ ପିଉଥିବା ଜଳ, ଘରକୁ ଆଲୋକିତ କରିବା ପାଇଁ ବ୍ୟବହୃତ ବିଦ୍ୟୁତ୍ ଶକ୍ତି, ତୁ ସ୍କୁଲକୁ ଯିବା ପାଇଁ ଚଢ଼ୁଥିବା ସାଇକେଲ, ଜ୍ଞାନ ଆହରଣ ପାଇଁ ପଢ଼ୁଥିବା ପୁସ୍ତକ ଆଦି ସବୁଯାକ ହିଁ ସମ୍ବଳ। ଆଜି ତୁମ ପାଇଁ ମୁଁ ଘରେ ସ୍ୱାଦିଷ୍ଟ ଘାଣ୍ଟ ତରକାରୀ କରିଛି। ଏଥିରେ ପଡ଼ିଥିବା ସବୁଜ ପନିପରିବା ମଧ୍ୟ ସମ୍ବଳ ଅଟେ। ପାଣି, ବିଦ୍ୟୁତ୍ ଶକ୍ତି, ସାଇକେଲ, ପନିପରିବା ଓ ପାଠ ବହି ମଧ୍ୟରେ ଏକ ପ୍ରକାର ସମାନତା ରହିଛି। ଏଗୁଡ଼ିକୁ ତୁମେ ବ୍ୟବହାର ଲଗାଇଛ, ସେଥିପାଇଁ ଏଗୁଡ଼ିକର ଉପଯୋଗିତା ରହିଛି। ସୁତରାଂ ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରେ। ତେବେ କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ, ଅଂଶୁ ଜାଣିବାକୁ ଚାହିଁଲା। ମା କହିଲେ, ପିଲାମାନେ, ଜାଣିଥାଅ, କୌଣସି ପଦାର୍ଥ ସେତେବେଳେ ସମ୍ବଳରେ ପରିଣତ ହୁଏ ଯେତେବେଳେ ଏହାର କିଛି ମୂଲ୍ୟ ଥାଏ। ପଦାର୍ଥର ବ୍ୟବହାର ବା ଉପଯୋଗିତା ହିଁ ଏହାକୁ ମୂଲ୍ୟ ଦେଇଥାଏ। ପ୍ରତ୍ୟେକ ସମ୍ବଳର କିଛି ନା କିଛି ମୂଲ୍ୟ ଥାଏ। ମା କହିଲେ। ପିଲାମାନେ, ଏଇଥିରୁ ଆମେ ଜାଣିଲେ ଯେ କୌଣସି ବସ୍ତୁ କିମ୍ବା ପଦାର୍ଥ ଦରକାରୀ ଏବଂ ମୂଲ୍ୟବାନ ହୋଇଥାଏ, ତାହାକୁ ସମ୍ବଳ କୁହାଯାଏ।